ବାଲେଶ୍ୱରରେ ଓଡ଼ିଶା ଦୁର୍ନୀତି ସଂଘର ମଞ୍ଚର ଚତୁର୍ଥ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ରାଜ୍ୟ ସମ୍ପାଦକ ଇଞ୍ଜିନିୟର ଜଗବନ୍ଧୁ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସ୍ଥିତିରେ ଦୁର୍ନୀତିର ଚେର ମାଡ଼ି ଚାଲିବା ସମସ୍ତଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି ବୋଲି କହିଥିଲେ। ତେବେ ପ୍ରଶାସନିକ ଅବହେଳା ଦୁର୍ନୀତି ମୂଳୋତ୍ପାଟନରେ ଅନ୍ତରାୟ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ। ବାଲେଶ୍ୱର ସହର ଓ ଉପକଣ୍ଠ ଅଞ୍ଚଳର ସରକାରୀ ଜମି ଜବରଦଖଲ ସହ ବେଆଇନ କୋଠା ନିର୍ମାଣକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ନ ପାଇବା ଦୁର୍ଭାଗ୍ୟର ବିଷୟ ବୋଲି ଇଞ୍ଜିନିୟର ଷଡ଼ଙ୍ଗୀ କହିଥିଲେ। ମୁଖ୍ୟ ବକ୍ତା ଭାବେ ଧନୀ ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଦୁର୍ନୀତି ସଂଘ ମଞ୍ଚର ସମୂହ ସ୍ୱାର୍ଥ ଭିତ୍ତିକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ମଞ୍ଚର ରାଜ୍ୟ ଉପାଧ୍ୟକ୍ଷ ଅଜୟ କୁମାର ମିଶ୍ର ଦୁର୍ନୀତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସଂଘର ଜିଲ୍ଲା ସମ୍ପାଦକ ମହେଶ୍ୱର ପ୍ରଧାନ ବିବରଣୀ ପାଠ କରିଥିବା ବେଳେ ରାଧାକୃଷ୍ଣ ଆଚାର୍ଯ୍ୟ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ସଂଘର ଏକ ମୁଖପତ୍ର ସଂଘର୍ଷକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ତେବେ ସଂଘର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଏହି ସମ୍ମିଳନୀରେ ନିବେଦନ କରାଯାଇଛି। ମଞ୍ଚର ଦିବ୍ୟଙ୍ଗତ କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମିନତୀ ଦାସ ଅତିଥି ପରିଚୟ ଦେଇଥିବା ବେଳେ କବିୟତ୍ରୀ କଲ୍ୟାଣୀ ନନ୍ଦ ଓ ସାଥୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଜ୍ଞାନେନ୍ଦ୍ର ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଂଗଠନର ବ୍ଲକ ସଭାପତି ଚାରୁବାଳା ଜେନା, ରେମୁଣା ସଭ୍ୟ ସରୋଜ କୁମାର ବେହେରା, ବାରିପଦା ସଭାପତି ବିଭୂତି ଭୂଷଣ ସାଡୁଆଳ, ରାଜ୍ୟ କୋଷାଧ୍ୟକ୍ଷ ଅମିୟ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ଦୁର୍ନୀତି ସଂଘର ମଞ୍ଚର ସାଂଗଠନିକ ସଭାପତି ଜିତେନ୍ଦ୍ର ଘୋଷାଲ, ଉପସଭାପତି ଗୟାଧର କର, ବାସୁଦେବ ରାଉଳ, ଶିବନାରାୟଣ ଜେନା, ନାମଦେବ କମିଳା, ଲକ୍ଷ୍ମଣ କୁମାର ପଣ୍ଡା, ମିନତୀ ଦାସ, ବାମନ ଚରଣ ଭୋଇ, ରତ୍ନାକର ବେହେରା, ଭରତ ଲାକ୍ରା, ନମ୍ରତା ଦେବୀ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ।